ରୋହିତ ରାଶିରେ ବିଶ୍ୱକପ୍ ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ ଜଗନ୍ନାଥ ଗୁରୁଜୀ ଏବଂ ଅନିରୁଦ୍ଧ କୁମାର। କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ଜାତକ ଦେଖି ଦୁହିଁ କରିଛନ୍ତି ଏଭଳି ଭବିଷ୍ୟବାଣୀ। ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସାମି ଓ ବୁମରା ଚମକିବେ। ସମସ୍ତଙ୍କର ରାଶିରେ ଚାଲିଛି ନେପଚ୍ୟୁନ୍, ୟୁରେନସ୍ ଓ ଶୁକ୍ର ଗ୍ରହ। ରୋହିତ ରାଶି ରହିଛି ଉଚ୍ଚ ସ୍ଥାନରେ। ସାଥୀ ଖେଳାଳିଙ୍କ ଭାଗ୍ୟ ମଧ୍ୟ ରହିଛି ଟାଣ। ଲଢୁଆ ଟିମ୍ ଅଷ୍ଟ୍ରେଲିଆ ହେବ ଧରାଶାୟୀ, କିନ୍ତୁ ମଧ୍ୟ ଓଭର ଗୁଡ଼ିକ ହେବ ସଂଘର୍ଷପୂର୍ଣ୍ଣ। ମାତ୍ରାଧିକ ଆତ୍ମବିଶ୍ୱାସ ହୋଇପାରେ ଘାତକ। ନିଜ ଦକ୍ଷତା ବଳରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ଭାରତ। 2011 ବିଶ୍ୱକପ୍ ସମୟରେ ମହେନ୍ଦ୍ର ସିଂ ଧୋନିଙ୍କ ଏଭଳି ରାଶି ଥିଲା। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ରାଶି ରହିଛି ଦୁର୍ବଳ। ଏଥର ଭାରତ ବିଶ୍ୱକପ୍ ଜିତିବା ଥୟ ବୋଲି କହିଲେଣି ଜ୍ୟୋତିଷ। ତେବେ ଦେଖିବାକୁ ବାକି ରହିଲା ଆସନ୍ତାକାଲି ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ କିଏ ଜିତିବ ଆଉ ବିଶ୍ୱକପ୍ କିଏ ହାତେଇବ ଧରିବ ଟ୍ରଫି। ଦର୍ଶକ ବନ୍ଧୁ, ଆପଣମାନେ କ'ଣ କହୁଛନ୍ତି? ବିଶ୍ୱକପ୍ ଏଥର କିଏ ଜିତିବ? କ'ଣ ସତ ହେବ ଜ୍ୟୋତିଷଙ୍କ ଭବିଷ୍ୟବାଣୀ? ରଖନ୍ତୁ ଆପଣଙ୍କ ସୁଚିନ୍ତିତ ମତାମତ ଆମ କମେଣ୍ଟ ବକ୍ସରେ। ରିପୋର୍ଟ।